ଶ୍ରେୟାନ୍ ଦ୍ରବ୍ୟମୟାଦ୍ ଯଜ୍ଞାଚ ଜ୍ଞାନ ଯଜ୍ଞ ପରନ୍ତପ ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ। ହେ ପରନ୍ତପ ଅର୍ଜୁନ, ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ। କାରଣ ଯେକୌଣସି ପ୍ରକାର କର୍ମ ହେଉନା କାହିଁକି ସକଳ କର୍ମର ପରିସମାପ୍ତି ଜ୍ଞାନରେ ହୋଇଯାଏ। ପ୍ରଶ୍ନ ହେଲା, ଏଠାରେ ଦ୍ରବ୍ୟମୟ ଯଜ୍ଞ କେଉଁ ଯଜ୍ଞର ବାଚକ ଏବଂ ଜ୍ଞାନ ଯଜ୍ଞ ମଧ୍ୟ କେଉଁ ଯଜ୍ଞର ବାଚକ? ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞକୁ ଶ୍ରେଷ୍ଠ କହିବାର ଅଭିପ୍ରାୟ କ'ଣ? ଉତ୍ତର, ଯେଉଁ ଯଜ୍ଞରେ ଦ୍ରବ୍ୟର ଅର୍ଥାତ୍ ସାଂସାରିକ ବସ୍ତୁର ପ୍ରଧାନତା ଥାଏ ତାହାକୁ ଦ୍ରବ୍ୟମୟ ଯଜ୍ଞ କହନ୍ତି। ଏଣୁ ଅଗ୍ନିରେ ଘିଅ, ଚିନି, ଦହି, ଦୁଗ୍ଧ, ତିଳ, ଯବ, ଚାଉଳ, ଫଳ, ଚନ୍ଦନ, କର୍ପୂର, ଧୂପ ଏବଂ ସୁଗନ୍ଧିଯୁକ୍ତ ଔଷଧ ଆଦି ହବି ବିଧିପୂର୍ବକ ହୋମ କରିବା, ଦାନ ଦେବା, ପରୋପକାର ପାଇଁ କୂପ, ବାମ୍ଫି, ପୁଷ୍କରିଣୀ, ଧର୍ମଶାଳା ଆଦି ତିଆରି କରିବା, ବଳି ବୈଶ୍ୟଦେବ କରିବା ଆଦି ଯେତେ ସବୁ ସାଂସାରିକ ପଦାର୍ଥ ସହିତ ସମ୍ପୃକ୍ତ ଶାସ୍ତ୍ର ବିହିତ ଶୁଭକର୍ମ ରହିଛି ସେସବୁ ଦ୍ରବ୍ୟମୟ ଯଜ୍ଞର ଅନ୍ତର୍ଗତ। ଉପରୋକ୍ତ ସାଧନାରେ ଦୈବ ଯଜ୍ଞ, ବିଷୟ ହବନ ରୂପକ ଯଜ୍ଞ ଏବଂ ଦ୍ରବ୍ୟ ଯଜ୍ଞ ନାମରେ ଏହାର ବର୍ଣ୍ଣନା ହୋଇଛି। ଏହାଠାରୁ ଭିନ୍ନ ବିବେକ, ବିଚାର ଏବଂ ଆଧ୍ୟାତ୍ମିକ ଜ୍ଞାନ ସହିତ ସମ୍ପୃକ୍ତ ଯେଉଁ ସାଧନା ରହିଛି ସେସବୁ ଜ୍ଞାନ ଯଜ୍ଞର ଅନ୍ତର୍ଗତ। ଏଠାରେ ଦ୍ରବ୍ୟମୟ ଯଜ୍ଞ ଠାରୁ ଜ୍ଞାନ ଯଜ୍ଞ ଶ୍ରେଷ୍ଠ ବୋଲି କହି ଭଗବାନ ଦେଖାଇଛନ୍ତି ଯେ ଯଦି କୌଣସି ସାଧକ ନିଜର ଅଧିକାର ଅନୁସାରେ ଶାସ୍ତ୍ର ବିହିତ ଅଗ୍ନିହୋତ୍ର, ବ୍ରାହ୍ମଣ ଭୋଜନ, ଦାନ ଆଦି ଶୁଭକର୍ମ ଅନୁଷ୍ଠାନ ନ କରି କେବଳ ଆତ୍ମସଂଯମ, ଶାସ୍ତ୍ର ଅଧ୍ୟୟନ, ତତ୍ତ୍ୱ ବିଚାର ଏବଂ ଯୋଗ ସାଧନା ଆଦି ବିବେକ, ଜ୍ଞାନ, ବିଜ୍ଞାନ ସମ୍ବନ୍ଧୀ ଶୁଭକର୍ମମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବି ଅନୁଷ୍ଠାନ କରନ୍ତି ତେବେ ଏହା ବୁଝିବା ଉଚିତ ନୁହେଁ ଯେ ସେ ଶୁଭକର୍ମର ତ୍ୟାଗୀ, ବରଂ ବୁଝିବାକୁ ହେବ ଯେ ସେ ତାହା ଅପେକ୍ଷା ଶ୍ରେଷ୍ଠ କାର୍ଯ୍ୟ ହିଁ କରୁଛନ୍ତି। କାରଣ ମମତ୍ୱ, ଆସକ୍ତି ଏବଂ ଫଳେଚ୍ଛା ତ୍ୟାଗ କରି ଜ୍ଞାନପୂର୍ବକ କରାଯାଉଥିବା ଦ୍ରବ୍ୟ ଯଜ୍ଞ ହିଁ ମୁକ୍ତିର କାରଣ ହୁଏ। ଯଥାର୍ଥ ଜ୍ଞାନ ବା ତତ୍ତ୍ୱଜ୍ଞାନ ପ୍ରାପ୍ତିରେ ଭାବର ପ୍ରାଧାନ୍ୟ ରହେ, ସାଂସାରିକ ବସ୍ତୁମାନଙ୍କର ବିସ୍ତାରରେ ନୁହେଁ। ତେଣୁ ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନ ଯଜ୍ଞକୁ ଶ୍ରେଷ୍ଠ ବୋଲି କୁହାଯାଇଛି। ପୁଣି ଭଗବାନ ଏ କଥା ମଧ୍ୟ ଦେଖାଇଛନ୍ତି ଯେ ସମସ୍ତ ସାଧନାର ଚରମ ଫଳ ହେଉଛି ପରମାତ୍ମା ଜ୍ଞାନ ପ୍ରାପ୍ତି। ଯଥାର୍ଥ ଜ୍ଞାନ ଦ୍ୱାରା ଯାହାଙ୍କର ପରମାତ୍ମା ପ୍ରାପ୍ତି ହୋଇଯାଏ ତାଙ୍କର ଆଉ କିଛି ପାଇବାକୁ ବାକି ରହେ ନାହିଁ।